ଏହି ଭିଡ଼ିଓରେ ଆମେ ନେଇ ଆସିଛୁ କିଛି ଜଣା ଅଜଣା ପ୍ରଶ୍ନ ଏବଂ ତାର ଉତ୍ତର। ଏମିତି କେଉଁ ଫଳ ଅଛି ଯେଉଁଥିରେ ତେଲ ବାହାର କରାଯାଇଥାଏ? ଅପସନ୍ ଏ ସେଓ, ଅପସନ୍ ବି ଅଙ୍ଗୁର, ଅପସନ୍ ସି ଡାଳିମ୍ବ, ଅପସନ୍ ଡି ନଡ଼ିଆ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ନଡ଼ିଆ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ 1 ଗ୍ରାମରେ କେବଳ ଅନ୍ଧ ଲୋକ ରହନ୍ତି? ଅପସନ୍ ଏ ଚୀନ, ଅପସନ୍ ବି ଭାରତ, ଅପସନ୍ ସି ମେକ୍ସିକୋ, ଅପସନ୍ ଡି ଆମେରିକା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ମେକ୍ସିକୋ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ ପିଲା ଜନ୍ମ କଲେ ସରକାର ପୁରସ୍କାର ଦେଇଥାନ୍ତି? ଅପସନ୍ ଏ ଚୀନ, ଅପସନ୍ ବି ଭାରତ, ଅପସନ୍ ସି ଜାପାନ, ଅପସନ୍ ଡି ସିଙ୍ଗାପୁର। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ସିଙ୍ଗାପୁର। ପରବର୍ତ୍ତୀ ପ୍ରଶ୍ନ, କମଳାର ରାଜଧାନୀ କେଉଁ ସହରକୁ କୁହାଯାଇଥାଏ? ଅପସନ୍ ଏ ଉଦୟପୁର, ଅପସନ୍ ବି ନାଗପୁର, ଅପସନ୍ ସି ଚଣ୍ଡିଗଡ଼, ଅପସନ୍ ଡି ଗୋରଖପୁର। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ନାଗପୁର। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଅସରପାର ରକ୍ତର ରଙ୍ଗ କିପରି ହୋଇଥାଏ? ଅପସନ୍ ଏ କଳା, ଅପସନ୍ ବି ନୀଳ, ଅପସନ୍ ସି ଲାଲ, ଅପସନ୍ ଡି ଧଳା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଧଳା। ପରବର୍ତ୍ତୀ ପ୍ରଶ୍ନ, କେଉଁ ପରିବା ଖାଇଲେ କିଡନୀ ସୁସ୍ଥ ରହିଥାଏ? ଅପସନ୍ ଏ ଆଳୁ, ଅପସନ୍ ବି ପିଆଜ, ଅପସନ୍ ସି କଲରା, ଅପସନ୍ ଡି ପାଳଙ୍ଗ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ପିଆଜ। ପରବର୍ତ୍ତୀ ପ୍ରଶ୍ନ, ମଣିଷର ଉତ୍ପତ୍ତି ପ୍ରଥମେ କେଉଁ ଦେଶରେ ଆରମ୍ଭ ହୋଇଥିଲା? ଅପସନ୍ ଏ ରୁଷ, ଅପସନ୍ ବି ଭାରତ, ଅପସନ୍ ସି ଆଫ୍ରିକା, ଅପସନ୍ ଡି ଆମେରିକା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଆଫ୍ରିକା। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଧୋନି କେଉଁ ଖେଳ ସହିତ ଜଡ଼ିତ? ଅପସନ୍ ଏ ହକି, ଅପସନ୍ ବି କ୍ରିକେଟ, ଅପସନ୍ ସି ଫୁଟବଲ, ଅପସନ୍ ଡି ଟେନିସ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କ୍ରିକେଟ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ ଗୋଟିଏ ବି ପିମ୍ପୁଡ଼ି ନାହାନ୍ତି? ଅପସନ୍ ଏ ରୁଷ, ଅପସନ୍ ବି ଭାରତ, ଅପସନ୍ ସି ଜାପାନ, ଅପସନ୍ ଡି ଗ୍ରୀନଲ୍ୟାଣ୍ଡ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଗ୍ରୀନଲ୍ୟାଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ଭାରତରେ ସବୁଠାରୁ ବଡ଼ ଜେଲ୍ କେଉଁଠାରେ ଅଛି? ଅପସନ୍ ଏ ମୁମ୍ବାଇ, ଅପସନ୍ ବି ଦିଲ୍ଲୀ, ଅପସନ୍ ସି କର୍ଣ୍ଣାଟକ, ଅପସନ୍ ଡି କଲିକତା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଦିଲ୍ଲୀ। ପରବର୍ତ୍ତୀ ପ୍ରଶ୍ନ, କେଉଁ ମିଠା ଖାଇଲେ ବୁଦ୍ଧି ହୋଇଥାଏ? ଅପସନ୍ ଏ ଜିଲାପି, ଅପସନ୍ ବି ରସଗୋଲା, ଅପସନ୍ ସି ଗୁଲାବଜାମୁନ, ଅପସନ୍ ଡି ଗଜା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ରସଗୋଲା। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳ ଆମେ ଉଡ଼ାଜାହାଜରେ ନେଇଯାଇ ପାରିବୁ ନାହିଁ? ଅପସନ୍ ଏ ସେଓ, ଅପସନ୍ ବି ଅଙ୍ଗୁର, ଅପସନ୍ ସି ଡାଳିମ୍ବ, ଅପସନ୍ ଡି ନଡ଼ିଆ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ନଡ଼ିଆ। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟର ଲୋକେ ସାପର ତେଲରେ ତରକାରୀ କରିଥାନ୍ତି? ଅପସନ୍ ଏ ଗୋଆ, ଅପସନ୍ ବି କେରଳ, ଅପସନ୍ ସି ଗୁଜରାଟ, ଅପସନ୍ ଡି ନାଗାଲାଣ୍ଡ। ଏହାର
ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ନାଗାଲାଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ଚୁଇଙ୍ଗମ୍ ବନାଇବା ପାଇଁ କେଉଁ ପଶୁର ମାଂସ ମିଶାଯାଇଥାଏ? ଅପସନ୍ ଏ ଗାଈ, ଅପସନ୍ ବି ଘୁଷୁରୀ, ଅପସନ୍ ସି ମଇଁଷି, ଅପସନ୍ ଡି ଛେଳି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଘୁଷୁରୀ। ପରବର୍ତ୍ତୀ ପ୍ରଶ୍ନ, ମହାତ୍ମା ଗାନ୍ଧୀ କେଉଁ ଜାତିର? ଅପସନ୍ ଏ ତେଲି, ଅପସନ୍ ବି ଧୋବା, ଅପସନ୍ ସି ଚମାର, ଅପସନ୍ ଡି ବଣିଆ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ବଣିଆ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।